ମୁଁ ଶାରଦା ଦାସ ଆମ ଆଖଡ଼ା ଜଗତସିଂହପୁର ସମ୍ପାଦକ। କଣ କହିବା ଆମର 23ରୁ 27 ନାଟକ ପ୍ରତିଯୋଗିତା ଆଉ 27 ତାରିଖ ଶେଷ ରାତି ଆମେ ମଞ୍ଚସ୍ଥ କରିବୁ। ଏପ୍ରିଲ 27ରେ ଆମ ଆଖଡ଼ା ଜଗତସିଂହପୁର, 23 ତାରିଖରେ ଏ ପ୍ରତିଯୋଗିତା ଆରମ୍ଭ ହେଉଛି ଏବଂ 27 ତାରିଖ ଶେଷ ଦିନରେ ଆମର ଅନୁଷ୍ଠାନ ନବଦତ୍ତି ନାଟକ ମହୋତ୍ସବ 28ତମ ନାଟକ 28ତମ ନାଟକ ଉତ୍ସବ। ପ୍ରକୃତରେ କହିବାକୁ ଗଲେ ଓଡ଼ିଶାରେ ନାଟକ ପ୍ରତିଯୋଗିତାରେ ସର୍ବବୃହତ୍ ନାଟକ ପ୍ରତିଯୋଗିତା ହେଲା ଆମର ବିଶ୍ୱାଳୀ ନବଜ୍ୟୋତି ନାଟକ ମହୋତ୍ସବ, ମାନେ ସବୁଠୁ ପୁରୁଣା। ଆଉ ଆମେ ସ୍ପେଶାଲି ଆମ ଆଖଡ଼ା ଜଗତସିଂହପୁର ଆମେ 2007ରୁ ଏଠି ଭାଗ ନେଇ ଆସୁଛୁ ଏବଂ ଏଠିକାର ପରିଚାଳନା ତ୍ରୁଟିହୀନ ପରିଚାଳନା ଏବଂ ତାଙ୍କର ଯେଉଁ ଆଦର ଅଭ୍ୟର୍ଥନା ଏବଂ ନିରପେକ୍ଷ ଭାବରେ ଯେଉଁ ଜଜମେଣ୍ଟ, ସେଇଟା ସମସ୍ତ ଟିମ୍କି ଏଠି ଟାଣି ଆଣେ। ଏଠି ଯେ ଏତେ ଟିମ୍ ନାଟକ ପ୍ରତିଯୋଗିତା କରିଯାଇଛନ୍ତି, ଓଡ଼ିଶାର ପ୍ରତି କୋଣରୁ ଆସି ଏଠି ନାଟକ ପ୍ରତିଯୋଗିତା କରିଛନ୍ତି। ଏଇଠୁ ମଧ୍ୟ ଅନେକ କଳାକାର ସୃଷ୍ଟି ହୋଇଛନ୍ତି, ଯେଉଁମାନେ କି ଆଜି ଅପେରା ଫପେରାରେ ବଡ଼ ବଡ଼ ଅଭିନୟରେ ଅଭିନୟ କରୁଛନ୍ତି। ସେମାନେ ସବୁ ଏହି ବିଶ୍ୱାଳୀ ରଙ୍ଗମଞ୍ଚରେ ପ୍ରତିଯୋଗିତାରେ ଭାଗ ନିଶ୍ଚିନ୍ତ ଭାବେ ନେଇଛନ୍ତି। ମୋ ନାଁ ସୁଭାଶିଷ ଚନ୍ଦନ କୁମାର, ମୁଁ ବିଶ୍ୱକବି ରବୀନ୍ଦ୍ରନାଥ ଯୁବ ସଂସଦ ପଣ୍ଡୁଆ ତରଫରୁ ଆସିଅଛି। ଆଜି ଏଠି 28ତମ ବିଶ୍ୱଳୀର ନାଟକ ପ୍ରତିଯୋଗିତାରେ ଆମେ ଅଂଶଗ୍ରହଣ କରିବା ପାଇଁ ଆସିଛୁ। ଏଠି 23 ଏପ୍ରିଲ 25ରୁ 27 ଏପ୍ରିଲ 25 ଯାଏ 5 ରାତି ଧରି ନାଟ୍ୟ ମହୋତ୍ସବ ଚାଲିବ। ଏହି ନାଟ୍ୟ ମହୋତ୍ସବରେ ଆଜିର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଆମେ ଭାଗ ନେଲୁ ଏବଂ ଆମେ ପ୍ରଥମ ଦିନ ଆମେ ଯାତ୍ରା ପରିବେଷଣ କରିବୁ। ଆମେ ବିଶ୍ୱକବି ରବୀନ୍ଦ୍ରନାଥ ଯୁବ ସଂସଦ ପଣ୍ଡୁଆ ରାହାମା। ଆମେ ପ୍ରଥମ ରାତି ନାଟକ ପରିବେଷଣ କରିବା ପାଇଁ ଯେତିକି ଆନନ୍ଦିତ ନୁହଁ, ସେତିକି ଆନନ୍ଦିତ ଆମେ ଏଠାରେ ପରିବେଷଣ ପାଇଁ ମୌକା ପାଇଥିବା। ଡ୍ରାମା ଆମ ଜଗତସିଂହପୁର ଜିଲ୍ଲା ହେଉଛି କଳାର ମାଟି। କାହିଁ କେତେ ଗାଁରେ ବହୁତ ଲୋକ ନିଜର କଳାକୁ ଦେଖାଇବା ପାଇଁ ଛୋଟ ଛୋଟ ଡ୍ରାମା କରି ପୂଜା ପର୍ବ ଫଙ୍କସନ୍ ମାନଙ୍କରେ ସବୁ ଡ୍ରାମା ପରିବେଷଣ କରନ୍ତି। ସେମାନଙ୍କ ମଧ୍ୟରୁ କିଛି ଟୁର୍ଣ୍ଣାମେଣ୍ଟ ବି ଆୟୋଜନ କରାଯାଏ, ଯାହାକି ଏଇଟା 28ତମ ଟୁର୍ଣ୍ଣାମେଣ୍ଟ ଆପଣଙ୍କର ନବଜ୍ୟୋତି ବିଶ୍ୱାଳୀ ଯେଉଁ କ୍ଲବ ଆନୁକୂଳରେ 28ତମ ଗୋଟେ 28 କହିଦେଲାକୁ 28 ଗୋଟେ ଏକ ସଂଖ୍ୟା ନୁହଁ, ଯେଉଁଟାକି 28 ବର୍ଷ ଗୋଟିଏ ବର୍ଷ ଅନୁଷ୍ଠାନ କରି ଚଳେଇବା ବହୁତ କଷ୍ଟକର। କିନ୍ତୁ ଯିଏ 28 ବର୍ଷ ଅନୁଷ୍ଠାନକୁ ଯିଏ ଆଗେଇ ନେଇଛି, ତାର ଭାଇ ବହୁ ପୂର୍ବପୁରୁଷ ମାନେ ଏଠି ବି ଯେଉଁମାନେ ମଥରେ ଭାଗ ଦେଇଥିଲେ, ଯେଉଁମାନେ ପ୍ରଥମ କରି ୟାକୁ ଗଢ଼ି ତୋଳିଥିଲେ, ସେମାନେ ହୁଏତ ଆଜି ଏଠି ବହୁତ ସିନିୟର ପୋଷ୍ଟ ହେଇଯିବେ। ତାପରେ ବି ଆଗକୁ ଆମର ଯେଉଁ ଯୁବକ ମାନେ ଅଛନ୍ତି ଏ ନବଜ୍ୟୋତି କ୍ଲବର, ସେମାନେ ଆଗକୁ ଆସି ଏ ଅନୁଷ୍ଠାନକୁ 28ରୁ କେମିତି 58, 68, 78 ହବ, ସେ ବି ଏ ଦିଗରେ କାମ କରିବା ଦରକାର। ଆଉ ଜଗତସିଂହପୁର ବହୁତ ଛୋଟ କୋଣ ଅନୁଷ୍ଠାନ ଯେଉଁ କଳାକାର ମାନେ ଅଛନ୍ତି, ସେମାନଙ୍କର ଏଠାରେ ଆସି ପ୍ରତିଭା କରିଛନ୍ତି। ଆଉ ଏଠାରୁ ହିଁ ପ୍ରତିଭାର ରୂପାୟନ ହୁଏ, ଯାହାର ପ୍ରତିଫଳନ ଆମେ ସିନେମା ଜଗତରେ ଦେଖୁ, ଯାତ୍ରା ଇଣ୍ଡଷ୍ଟ୍ରି ଦେଖୁ ଏବଂ ବଡ଼ ବଡ଼ ସିରିଏଲ ଏକା ହିଁ ବହୁତ ନାମୀ ଦାମୀ କଳାକାର ବି ଏଠାରୁ ସୃଷ୍ଟି ହେଇଛନ୍ତି। ତେଣୁ ଇଏ କହିବା ବାହୁଲ୍ୟ ଯେ ଇଏ ନାଟକ ମହୋତ୍ସବର ଏକ ପ୍ରତିଯୋଗିତା, କିନ୍ତୁ ଏଠାରେ କଳାକାରଟେ ତିଆରି ହୁଏ। ଇଏ ସର୍ବଶେଷରେ ଇଏ ଜଗତସିଂହପୁର ଜିଲ୍ଲା ନବଜ୍ୟୋତି ବିଶ୍ୱାଳୀ କ୍ଲବ। ଆମେ ଏଠି ସଂସଦ ଏଠି ପରିବେଷଣ କରିବାକୁ ଆସୁଛୁ ଆମ ନାଟକ। ଏ ଜଗତସିଂହପୁର ଜିଲ୍ଲା କଳାର ଜିଲ୍ଲା, ଏ କଳାର ମାଟି। ଏଠି ପବିତ୍ର ମା ଶାରଳାଙ୍କ ପୀଠ, ଏଠି ବାବା ଗୋରେଖନାଥଙ୍କ ପୀଠ। ଆଉ ଇଏ କଳା, ଏ ଜଗତସିଂହପୁର ଜିଲ୍ଲାର କଳାର କୁ ବର୍ଣ୍ଣନା କରିବା ମୋ ପକ୍ଷେ ସହଜ ଦିନ। ଆମେ ତ ଛୋଟିଆ କଳାକାରଟିଏ। ଏତିକି କହିବି, ଆପଣମାନଙ୍କର ଆୟୋଜନ ଆଜି ଆମକୁ ଏତେ ପ୍ରଶଂସା କରି ଏତେ ଆପଣଙ୍କ ପାଖରେ ପୁରା ଚିରଋଣୀ। ଆପଣଙ୍କର ଆତିଥ୍ୟ ସୂଚନା ଏବଂ ସର୍ବଶେଷରେ ଏ ପ୍ରତିଯୋଗିତାର ମହାବାକ୍ୟରେ ଆମକୁ ସାମିଲ ହୋଇଥିବାରୁ ଆମେ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ। ମୁଁ ଚନ୍ଦ୍ରକାନ୍ତ ସାମଲ, ନବଜ୍ୟୋତି ଉତ୍ସବର ପୂର୍ବତନ ସମ୍ପାଦକ। ଆଜି ନବଜ୍ୟୋତି ଉତ୍ସବର ଆନୁକୂଲ୍ୟରେ 28ତମ ନାଟକ ମହୋତ୍ସବର ପ୍ରସ୍ତୁତି ବୈଠକ ହେଇଥିଲା ଏବଂ ଏହି ପ୍ରସ୍ତୁତି ବୈଠକରେ 5ଗୋଟି ଦଳ ସାମିଲ ହୋଇଥିଲେ ଏବଂ ଲଟେରୀ ଉଠାଣ ମାଧ୍ୟମରେ ସେମାନଙ୍କର ତାରିଖ ନିର୍ଦ୍ଧାରିତ କରାଗଲା। ଚଳିତ ବର୍ଷ ଏପ୍ରିଲ ମାସ 23 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ এই ଦୀର୍ଘ 5 ଦିନ ଧରି ଏ ନାଟକ ମହୋତ୍ସବ ଚାଲିବ ଏବଂ এই ନାଟକ ମହୋତ୍ସବ ପାଇଁ ବିଶ୍ୱାଳୀ ଗ୍ରାମର
ଏବଂ ନବଜ୍ୟୋତି ୟୁଥ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ସହଯୋଗ କରନ୍ତି ଏବଂ ଏ ଆଖପାଖ ଅଞ୍ଚଳର ସମସ୍ତ ଦର୍ଶକ ଦୂରଦୂରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଉତ୍ସାହିତ କରନ୍ତି। ସେଇଥିପାଇଁ ନବଜ୍ୟୋତି ନାଟକ ମହୋତ୍ସବ ଓଡ଼ିଶାରେ ଅନନ୍ୟ। ଏହି ନାଟକ ମହୋତ୍ସବରେ ଅନେକ ଅର୍ଥ ନବଜ୍ୟୋତି ୟୁଥ୍ କ୍ଲବ୍ ତରଫରୁ ବ୍ୟୟ କରାଯାଏ। ଏହାର ଅର୍ଥନୈତିକ ମାନଦଣ୍ଡ ଦୂରଦୂରାନ୍ତରେ ଥିବା ଆମର ସାଙ୍ଗସାଥିମାନେ ତାଙ୍କର ଉଦାର ହୃଦୟରେ ଆର୍ଥିକ ସହଯୋଗ ଯୋଗାଇ ଦିଅନ୍ତି ଏବଂ ସେଇମାନଙ୍କ ସହଯୋଗ ପାଇଁ ଏ ଗାଁରେ ଆଜି ପର୍ଯ୍ୟନ୍ତ ଦୀର୍ଘ 28 ବର୍ଷ ଧରି ଏ ନାଟକ ମହୋତ୍ସବ ଚାଲି ଆସିଅଛି ଏବଂ ଗାଁର ସମସ୍ତ ମା ଭଉଣୀ ଏବଂ ବୟୋଜ୍ୟେଷ୍ଠମାନେ ତାକୁ ଭରପୁର ସହଯୋଗ କରନ୍ତି। ମୁଁ ଆଶା କରିବି ଯେଉଁ ବନ୍ଧୁମାନେ କି ଆମର ସହଯୋଗୀମାନେ ମୋର ସାଥୀମାନେ ଦୂରଦୂରାନ୍ତରେ ଅଛନ୍ତି ଏବଂ ଏ ଅନୁଷ୍ଠାନର ଆର୍ଥିକ ମାନଦଣ୍ଡ ସାଧିଛନ୍ତି, ତାଙ୍କୁ ମୁଁ ଅନୁରୋଧ କରିବି ଯେ ସେମାନେ ତାଙ୍କର ସହାୟତାର ହାତ ସବୁଦିନ ପାଇଁ ଏ ଅନୁଷ୍ଠାନକୁ ବଢ଼ାଇ ଦିଅନ୍ତୁ ଏବଂ ଏ ଅନୁଷ୍ଠାନ ଦୀର୍ଘସ୍ଥାୟୀ ହେଉ ଏବଂ ସମସ୍ତ ଅଞ୍ଚଳର ମା ଭଉଣୀମାନେ ଏ ନାଟକକୁ ଉପଭୋଗ କରନ୍ତୁ। ଆସ ଆମେ ସମସ୍ତେ ଏକତ୍ରିତ ହୋଇ ଚଳିତ ନାଟକ ମହୋତ୍ସବକୁ ସଫଳ କରିବା। ଏହି ଅନୁଷ୍ଠାନ ମାଧ୍ୟମରେ ଆମେ ଅନେକ ଲୋକଙ୍କୁ ସହଯୋଗ କରିଛୁ। ଆମର ବନ୍ଧୁମାନେ ଯେଉଁମାନେ ଦୂରଦୂରାନ୍ତରେ ଅଛନ୍ତି ସେମାନଙ୍କ ପ୍ରୟାସରେ କିଛି ପିଲାଙ୍କୁ ରେଗୁଲାରି ଆର୍ଥିକ ସହାୟତା ଦେଇ ପାଠ ପଢ଼ାଯାଉଛି ଏବଂ ଦୁର୍ଘଟଣାରେ ବିଶ୍ୱାଳୀ ଗାଁର କିମ୍ବା ଏହି ଆଖପାଖର କୌଣସି ବ୍ୟକ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ଯଦି କିଛି ଘଟେ ଏହି ଅନୁଷ୍ଠାନ ମାଧ୍ୟମରେ ତାଙ୍କୁ ତୁରନ୍ତ ସହଯୋଗ କରିବାର ପ୍ରୟାସ କରାଯାଏ ଏବଂ ଏଥିପାଇଁ ବିଶ୍ୱାଳୀ ଗ୍ରାମ ଏବଂ ବିଶ୍ୱାଳୀ ଗାଁର ଯେଉଁ ଯୁବବନ୍ଧୁମାନେ ଦୂରଦୂରାନ୍ତରେ ଚାକିରି କରୁଛନ୍ତି, ଅବସ୍ଥାନ କରୁଛନ୍ତି, ସେମାନଙ୍କର ବହୁମୂଲ୍ୟ ସହଯୋଗ ରହିଛି ଏବଂ ସେମାନଙ୍କ ସହଯୋଗ ପାଇଁ ବିଶ୍ୱାଳୀ ଗାଁ ଆଜି ଏକ ଅନନ୍ୟ ଗାଁରେ ପରିଣତ ହେଇଛି ଏବଂ ଅନୁରୋଧ କରିବି ସମସ୍ତ ସାଙ୍ଗସାଥି ଏବଂ ଦୂରଦୂରାନ୍ତରେ ରହୁଥିବା ମୋର ସାଥୀ ଏବଂ ଭାଇମାନଙ୍କୁ ଯେ ଆମର ଛୋଟ ଛୋଟ ପ୍ରୟାସ ଦ୍ୱାରା ଯଦି କେହି ଜଣେ ଜୀବନଦାନ ପାଉଛି, କେହି ଯାଇ ତାର ଭବିଷ୍ୟତ ଗଢ଼ି ପାରୁଛି, ତାହେଲେ ଆସ ମିଳିମିଶି ସହଯୋଗର ହାତ ବଢ଼ାଇ ଦେବା, ଅନ୍ୟକୁ ତା ସ୍ୱପ୍ନରେ ସାକାର କରିବା ଏବଂ କାହାକୁ ଜୀବନ ଦେବାରେ ସହଯୋଗ କରିବା।